ଛେକିରେ ପୁଅ ସାଦେ ମତେ ଚିହ୍ନି ପାରୁନା ନାଇଁ ପରା ଏ କେତେଟା ଦିନ ଗାଁରୁ ପଳେଇଲି ବୋଲି ମତେ ଚିହ୍ନି ପାରୁନା ଆରେ କିଏ ସେ ସିନା କହିଲେ ଜାଣିବି ସାଦେ ପୁରା ତମ ଗାଁ ସନା ସେଠି ତୁ ଏବେ ସନା ସେଠି ହଁ ହେଲେ ତୋର ଏତେ ଦିନ ହେଲା ଗାଁରେ ଦେଖା ଦର୍ଶନ ନଥିଲା ଦେଖା ନଥିଲା ସାଦେ ହଁ କଥା କଣ କଣ ଏ ପିଲା ଛୁଆ ସଂସାର ହଁ ଆଉ ଏଇ ଗାଁ ଗହଳିରେ ରହିଲେ ଆଉ ପେଟ ପୋଷି ହେଲାନି ହେଲାନି ଏ ଭାବିଲି ଟିକେ ଦି ପଇସା ଅଧିକ ରୋଜଗାର କରିବି ବୋଲି ହଁ ଟିକେ ବାହାରକୁ ପଳେଇଲି ଆଉ ବାହାରେ କୋଉଠି ରହୁଛୁ ମୁଁ ଏବେ କୁଲୁକତା ଆରେ ସେଟା କୋଲକାତା ହେଇଥିବ ହଁ ହଁ ସେଇଟା ସେଠି କଣ କରୁଛୁ କଣ କରୁଛି ମାନେ ପ୍ରତିଦିନ ସ୍ତ୍ରୀ କରୁଛି ସ୍ତ୍ରୀ କରୁଛୁ ହଁ ଖାଲି ସ୍ତ୍ରୀ ତ କାମ ମୋର ଖାଲି ସ୍ତ୍ରୀ କରିବା ମାନେ ଡେଲି ଗୋଟେ ବାହା ହଉଛୁ ସାଦେ ଆପଣଙ୍କୁ କେମିତି ବୁଝେଇବି ମୁଁ ଜାଣିପାରୁନି ସାଦେ ମୁଁ ସ୍ତ୍ରୀ କରୁଛି ସ୍ତ୍ରୀ ଆରେ ଭଲରେ କହିଲେ ସିନା ଜାଣିବି ଓ ଏ ଯୋ ଏରେ ଲୁହାଟେ ତା ଭିତରେ ଅଙ୍ଗାର ଦଉଛି ଓହୋ ଲୁଗାପଟା ପ୍ୟାଣ୍ଟ ସାର୍ଟ ସବୁ ଘସୁଛି ଆଉ ତୁ ସ୍ତ୍ରୀ ଲଣ୍ଡ୍ରି ଦୋକାନ ଦେଇଛୁ ହାରିଗଲି ଆଜ୍ଞା ତମେ ତ ବୁଝି ପାରୁନ ଏଇଠି ହଁ ଯେ କଣ କରିବା ତ ପୁଣି ଆସିଲି ମତେ କିନ୍ତୁ ଚିହ୍ନି ପାଇଲନି ମୋ ଚେହେରା କଣ ବଦଳି ଯାଇଛି ବାହାରେ ରହିଲୁଣି ତ ମୋଟା ସୋଟା ଟିକେ ହେଇଯାଇଛୁ ଆଚ୍ଛା ଯେ ଆଉ ଗାଁ ଘର କଥା କଣ କାହିଁ କିଛି ସନା ଆଜ୍ଞା ତୁ ଯଦି ବାହାରେ ରହିବୁ ତାହେଲେ ଗାଁ ସେବା ହବ କେମିତି କି କଥା ଗାଁ ସେବା କରିବାକୁ ମହଲ ହଲି ଅଛି କିଏ ମହଲ ହଲି ଗାଁ ସେବା ହଉଛି କାଇଁ ହବନି ତାକୁ କହିକିରି ବାର କି ଯାଇଛି ଗାଁ ସେବା ଟୋଟାଲ ହଉନି ନା ସତ କହୁଛ ମୋର ଯଦି କଥା ତୋର ଅବିଶ୍ୱାସ ହଉଛି ହଁ ତାହେଲେ ଏଠି ଭାଇ ମାନେ ମାଉସୀ ମାନେ ଅଛନ୍ତି ପଚାରିକି ବୁଝିନେ ପଚାରିବି ହଁ ଇଏ ପ୍ରଧାନ ବାବୁ ଏଇଠି ଆଗରେ ବଇଛନ୍ତି ହଁ ତାଙ୍କୁ ପଚାରିଦେଲେ ଜଣା ପଡିଯିବ ହଁ ପଚାର ଆଜ୍ଞା ଏଇଠି କରୁଛି ଆଜ୍ଞା ପ୍ରଧାନ ବାବୁ ଇଏ ଆମ ହଲି ତମ ଲୁଗା କାଚିବାକୁ ଯାଇନି ଦିନେ ହେଲେ ବିଲୁକୁଲୁ ଇଏ ସତ କଥା ତ ପ୍ରଧାନ ମନା କଲେଣି ନା ତଥାପି ଆଉ ଜଣେ ଦି ଜଣଙ୍କୁ ପଚାରିବା ଏପଟେ ମାଉସୀ ମାନେ ଅଛନ୍ତି ପଚାରେ ଦଳେଇ ଘର ମାଉସୀ ଅଛନ୍ତି ସେଇ ଯୋଉ ଦଳ ବେହେରା ଏଇଠି ମାଉସୀ ଶାନ୍ତେ ମାଉସୀ ମଧ୍ୟ ସେ କଥା କହିଲେଣି ହଁ ଏପଟେ ହେଇନି ସେପଟେ ହେଇନି ଆଉ ତାହେଲେ ମାନେ ଆମର ନାଁ ଦବାକୁ ପଚାରିଦବା ଟିକେ ପଚାରେ ଆଜ୍ଞା ଆପଣଙ୍କ ଲୁଗା ହେଇନି ବିଲୁକୁଲୁ ନାହିଁ ତିନି ଦିଗ ସଇଲା ମାନେ ଆଉ ବିଲୁକୁଲୁ ହେଇନଥିବ ମାଇକିନିଆ କରୁଥିଲା କଣ କହିଲେ ସନା ତୋର କପାଳ ଫାଟିଯିବ ହଁ ଏ କଥା କଣ ଜାଣିଛ ଟିକେ କହିଲ ମୁଁ ଶୁଣିବି ଆଗ କହିବି ଦେଖି କହିଲ ହଉ ତାହେଲେ ଶୁଣି କପାଳଟା ତୋର ଫଟା ରେ ସନା ଆରେ କପାଳଟା ତୋର ଫଟା ସ୍ତ୍ରୀ ତୋର ନୀତି ସିନେମା ଯାଉଛି ବେକାରିଆ କଥା କହ ମୋ ସ୍ତ୍ରୀ ପୁଣି ସିନେମା ଯିବ ଟିକେ ପଚାରେ କା ସାଙ୍ଗରେ ଯାଉଛି ଜାଣିଛୁ କିଏ ଯାଉଛି କାହ୍ନା ଅଛନ୍ତି ଏଇଠି ଆଜ୍ଞା କରୁଛି ଆଜ୍ଞା କାହ୍ନା ବାବୁ ତମେ ସତରେ ଯାଇଥିଲ ନାଇଁ ସିଏ କଣ କି ସଦାବେଳେ ଟିକେ ଗାଁ ଆମ ଘର ଆଡେ ଯିବା ଆସିବା କରନ୍ତି ତ କେତେବେଳେ କୁଆଡେ କଣ ଯାଇଥିବେ ଟିକେ ବାଇକ ରେ ବସେଇକି ନେଇ ଯାଇଥିବେ ଆଉ
ଖାଲି କଣ ପାଇକି ଆଉ ଶୁଣିବୁ କହିଲ ଆରେ ସ୍ତ୍ରୀ ତୋର ନୀତି ସିନେମା ଯାଉଛି ଧଙ୍ଗେ ଧରି କେତେ ଟୋକାରେ ସନା କପାଳଟା ତୋର ପଟା ଆଉ କିଏ ଦିଏ ଶାଢ଼ୀ କିଏ ଦିଏ ଚୁଡ଼ି କିଏ ଦିଏ ଲୁଗା ପଟା ଆଉ ଧର୍ମ ଭାଇକୁ ସାଙ୍ଗରେ ନେଇନ ଧରମ ଭାଇ ହଁ ସେଇ ଜାଣିଲ କି ଯୋଉ ଆମ କଙ୍କଣ ଲଗେଇ ନାହାନ୍ତି ଭାଇ ନା ମୁଁ ଶୁଣିଥିଲି ସିଏ ଧରମ ଭାଇ ବୋଲି ଦିନେ କହୁଥିଲେ ନାଇଁ କି ଧରମ ଭାଇ ତ କିଛି ଅସୁବିଧା ନୁହଁ ଆରେ କଣ ଜଣେ ଜଣେ ନୁହଁ ଅପରେଟର ଦେଖିଛୁ ଅପରେଟର ଉପରେ କିଏ ଅଛନ୍ତି ହଁ ଇଏ ସମସ୍ତେ କଣ ଧରମ ଭାଇ କାମ ସାରିକି କହୁଛି ହାରିଗଲି ଆଜ୍ଞା ବାରମ୍ବାର ସେ କଥାଟା କୁହନି ଆଜ୍ଞା সোনা আরে ধর্ম ভাই কু সাঙ্গরে নেইন বুলুচি নগর চটা କହିଲ କହିଲ ଆଉ କହିବି ଶୁଣିବୁ ଆଉ କିଏ ଦିଏ ସୁନା କିଏ ଦିଏ ରୂପା କିଏ ଦିଏ କିଣା ସୁନା সোনা ଜାଗର କରିଥିଲୁ କାଲି କାଲି ହଁ ଜାଗର କରିବି ନେ ଏ ମୋ ସ୍ତ୍ରୀ କି ଛାଡିକି ଯାଇଛି ମୁଁ ସେଠି ଜାଗର ନ କଲେ ପାଇ ହବଟି ଖାଇକି ଜାଗର କରୁଛୁ କି ଉପାସ ନାଇଁ ନାଇଁ ମୁଁ ପୁରା ଫୁଲ ଉପାସ ଫୁଲ ଉପାସ ଖାଇଲୁ କେତେ ବସିକି ମାନେ ଶଇଲା ତ ଖାଇଲି ଆଉ ଶଇଲା କେତେ ବସିକି ଶଇଲା ଶଇଲା ମନେ ପଡୁନି ତାହେଲେ ତୁ କରିନୁ ନା କରୁଥିଲି ତ ବୋହୁ ପିଲା ସାଙ୍ଗରେ କଥା ହେଇଥିଲୁ ନା କଥା ହେଇନି ଏତେ କଥା ତ ତା ନାଁରେ ଶୁଣିଲୁଣି ଏବେ ତୁ କହ କଣ କରିବୁ ବୋଲି ସେ କଥା ଭାବୁଛି ଏଇଠି ଛାଡେ ମୁଁ ଏବେ ଯାଉଛି ତାଙ୍କ ଘର ଆଡେ ଟିକେ ବୁଲି ଆସେ ଦେଖିବା ସେ ଘରେ ଅଛି ନା ନାହିଁ ଯଦି ନଥିବ ଜାଣିବି ଯେ ତମ କଥା ସତ ହଉ ଯା ମୁଁ କାଲି ଘରକୁ ଯା ତାପରେ ତମ ସାଙ୍ଗରେ ଦେଖା ସାକ୍ଷାତ
ଗାଁରେ କଣ ହଉଛି କି? ଏଇଠି ମାଉସୀ ଦିଆ ମାରୁଛି। ମାଉସୀ ମଉସା ଭଲ ଅଛନ୍ତି? ମାଉସୀ ତ ଖାଲି ହସିଲେ ଆଉ। ମାଉସୀ ତ ଖାଲି ହସିଲେ। ଶାନ୍ତେ ଶାନ୍ତେ ମା ଶାନ୍ତେ ଆପଣ କୋଉ ପଟେ? ପଛ ପଟେ। ତମକୁ ତ ଖାଲି ମୋ ପଛ ଭଲ ଲାଗିଲା, ମୋ ଆଗ ଭଲ ଲାଗୁନି ଆଉ। କଣ ମୁଁ ଏକା ଅଛି? ଆମ ସାରେ ବି ଅଛନ୍ତି। ଶାନ୍ତେ ଆପଣ କୋଉ ପଟେ କହିଲେ? ପଛ ପଟେ। ଶାନ୍ତେ ଏଇ କି ହଉଛି? ଏ ବୁଢୀଟିଏ ହେଇଥିଲ ମା। ଆଇଲୁ ଶାନ୍ତେ ହଁ ଆପଣ ମୋର ଦେଖିଥିଲେ? କଣ ଦେଖେଇଥିଲୁ କି ଦେଖିବି? କିଛି ଯେମିତି ଜାଣିନଥିବେ। ଶାନ୍ତେ ଦେଖିଥିଲେ ନା ନାଇଁ କହୁନାହାନ୍ତି? କଣ ଦେଖେଇଥିଲେ ସିନା ଦେଖିଥାନ୍ତି। ମୋ ପରକୁ ମୋ ସ୍ୱାମୀଙ୍କୁ। ସ୍ୱାମୀ ଢିଙ୍କିରେ, ଆମ ବାରିପଟେ ଯୋଉ ଢିଙ୍କିରେ ଲାଗିଛି ସ୍ୱାମୀ। ଆପଣ ବୁଝିପାରୁନାହାନ୍ତି? ନା ସତରେ ବୁଝିପାରୁନାହାନ୍ତି? ନା କହିବେ ଓଡିଆରେ? ସାରେ କହିଲେ ବୁଝେଇବେ। ସେ ମୋ ଘଇତା ଘଇତା ଘଇତା। ସିଏ ଏବେ ତ ଘଇତା। ହଁ ପରା। ତା ନାଁ କଣ କହିଲ? ସ୍ୱାମୀନାଙ୍କ ତୁଣ୍ଡରେ ଧରନ୍ତି। ଧରନ୍ତିନି? ନାଇଁ ପରା। ଧରନ୍ତିନି କଣ ଠାରିକି କହିଦେ। ନାଇଁ ଠାରିକି କହିଲେ ବି ଲାଜ ଲାଗିବ। ଲାଜ ଲାଗିବ? ହଁ ପରା। ହଁ ପରା, ଏତେ ବଡ ଲୋକଙ୍କ ଆଖିରେ ଓଢଣା ଦେଇନୁ କଥା ହଉଛୁ, ଲାଜ ନାହିଁ? ଘଇତା ନା ପାଟିରେ ଧରିଦେଉଛୁ, ତତେ ଲାଜ ଲାଗୁଛି? ଧରିକି ଜିଭ କାମୁଡି ଦେ। ଝିଅ ଶାନ୍ତେ ସ୍ୱାମୀ ନା ଧରିକି ଜିଭ କାମୁଡି ଦେ, ଚଳିବ? ସନ୍ନା ସେଠି ତୁ ତାହେଲେ ସେଇ ସନ୍ନା ସେଠି ସ୍ତ୍ରୀ? ତାଙ୍କରି ମାଇପ। ମାଇପ? ହଁ ପରା। ତା ଭଲ ନାଟା କାହ୍ନା ଲାଗୁଛି। କାହ୍ନା? କୋଉ କାହ୍ନା ମ? କୋଉ ଆଡିକି ଆସିବା କହିଲ? ଯୋଉ ସନ୍ନା ସେଠି କହୁଛୁ ତା ଆଧାର କାର୍ଡ ନା କାହ୍ନାଟି? କାହ୍ନା ହେଇଥିବ, ମୁଁ ଜାଣିନି ଠିକ ସେ। ଜାଣିନୁ? ନା ଝିଅ ତାକୁ ଦେଖିଲୁଣି? ନା ଦେଖି। ସେ ଗାଁକୁ ଆସିଛି? ଆସିଛି ବାଡିକ୍ଷା। ମାନେ ତୋ ନାଁରେ କିଏ କଣ କହିଛି ଯେ ସେ ପୁରା ଫୁଲ ଟେରେ ଏମିତି ମାଲ ପକେଇକି ଆଇଛି, କହୁଛି ତୋର ଖାଲି ଫଟେଇବ। ହଉ ଶାନ୍ତେ ମୁଁ ଟିକେ ଯାଇ ତାହେଲେ ଦେଖୁଛି। ହଁ ନିଶ୍ଚିନ୍ତ। ଏଡ଼ିକି ଯେ କଣ ତାଲା ମ ଆଉ କିଛି ଭାବନି। ତାଲା ସାଇଜର ହଳେଇ ଯାଇଥିଲି। ହଁ ହଁ ମୋ ବାଡ଼ିକା ଭାଙ୍ଗିକି ଘର ଭିତରେ ପଶିଛି ମୋର। କବାଟ ଭାଙ୍ଗି ଯାଇଛି ନା ଦିଆ ହେଇଛି? ଭାଙ୍ଗିକି ପଶିଛି। ଭାଙ୍ଗିକି ବଇଛି? ଡାକି ଘର ଭିତରେ କିଏ ଥିବ? ଡାକିବି? ହଁ ସାରେ ତ ଆମର ବାହାରେ ଅଛନ୍ତି, ଘରେ ଆଉ କିଏ ଥିବ ଡାକେ। ମୋ ଘର ଭିତରେ କିଏ ଛକ କବାଟ ଖୋଲ? ମୋ ଘର ଭିତରେ କିଏ ଛକ କବାଟ ଖୋଲ? ସାନେ ଖୋଲୁନି। ଖୋଲୁନି। ତାହେଲେ କଣ କରିବା କହୁଛୁ? କଣ କରିବା? ଭାଙ୍ଗି ଦେ। ଦେଖ ମୋ ଭାଇ ମାନେ ସାନ୍ତେ କେତେ ବଡ ଲୋକ କଥାବାର୍ତ୍ତା କଲେ। ଆପଣଙ୍କର ସାମନେ ଅଛି ବୋଲି ଆପଣ ଭାଙ୍ଗି ଦେଲେ ଲଗେଇ ଦେବେ, ମୋର କିଏ ଲଗେଇବ? ଝିଅ ଜଣ କଥା ଭୁଲି ଯାଉଛ, ସେ ପରା ଅଛନ୍ତି। କିଏ ମା? ସେ ପରା ଆଗାମୀ ସରପଞ୍ଚରେ ଠିଆ ହେଇଥିଲେ ଡୁବି ଦବଲା ଚିହ୍ନରେ। ଜାଣିପାରୁନୁ କି? ସେ ତୋ ପାଇଁ ଇନ୍ଦିରା ଆବାସ ଖଣ୍ଡେ କରିଦେବେ, ଯା ତୁ ଭାଙ୍ଗେ। ଭାଙ୍ଗିବି ତ? ହଁ ଭାଙ୍ଗିବି। କାହ୍ନା ସାରେ ଅଛନ୍ତି? ହଁ ସେ ଅଛନ୍ତି।
ସେଇଠି ନାହାନ୍ତି ସାଣ୍ଡେ ଭାଙ୍ଗୁଛି ତାହେଲେ ହଁ ଭାଙ୍ଗେ ଭାଙ୍ଗେ ମୁଁ ଲାଷ୍ଟ ଥର ପାଇଁ କହୁଛି ହଁ ମୋ ଘର ଭିତରେ କିଏ ଛକ ପଟ ଖୋଲା ରହ ପାଡ଼ି ଇଚ୍ଛା ତ ନାଲି ଆମ ସୁନା ସାତେ ହଁ ମୁଁ ତ ଘର ଭିତର ପଟୁ ଦେଇଥିଲି କିଣିଣି ଦେଇଥିଲି ହଁ ସେ କୁକୁର କୁଟି ଗୋଟେ ପଶି ଆଇଲା ଆରେ ତୁ ପଶିଲା ତୁ ଘରେ ବଇଛୁ କି ଗୁହାଳେ ବଇଛୁ ଦେଖିଛୁ ଭଲରେ ନାଇଁ ମୁଁ ନା ତାପରେ ଗାଈ ଗୋଟେ ବୋବେଇଲା ଭଳିଆ ଶୁଭିଲା ହଁ ବୋଧେ ଗାଈ ପଶିକି ତା ପଛେ ପଛେ କୁତି ପଶିଗଲା କଣ ଟିକେ ଦେଖୁନୁ ଦେଖିବି ହଁ ଦେଖ ନିଶ୍ଚିତ ଦେଖିବି ନା ହଁ, ଦେଖ। ଘର ଦ୍ୱାର ନହେଲେ ଉଜାଡି ଦେବେ ମୋର ହଁ। ହଁ କଣ ହେଲା ହଁ ଭୂତ ଘରେ ଭୂତ ପଶି ଯାଇଛି ଆରେ ସନା ଟାଇମ କେତେଟା ହେଲାଣି ଜାଣିଲୁ କି ନାହିଁ କେତେ ଟାଇମ ହେଇଛି 1:38 ଗୋଟେ ରାତି ଦିନ ମଦ ନିଶାରେ ଜଣା ପଡୁନି ଦିନ ଗୋଟେ ହେଇଛି ଏଇ ଦେଶୀ ଭୂତ ବାହାରିବ ନା ତ ତାকে ଭଲରେ ଦେଖେ ଆଉ କିଏ ପଶି ଆଇଛି କି ରେ ବାଉଳାରେ ସନା ତୁ ତ ଆମର ରଖିବୁ ସମସ୍ତଙ୍କୁ ଆଉ ଦେଖୁଛି ସାଦେ ହଁ ବୋଧେ ଅଙ୍ଗନାବାଡ଼ି ଦିଦି ପଳେଇଆଇଛନ୍ତି କଣ ସନା ତୁ ତ ମୂଳରୁ ବାଞ୍ଛ ସତ କଥା ତ ପିଲାପିଲି କିଛି ନାହିଁ ଆଉ ତୋ ଘରକୁ ପୁଣି ଅଙ୍ଗନବାଡି ଦିଦି କଣ ପାଇଁ ନା ସିଏ ହେଇନଥିବେ ନା ଆଉ କିଏ ପଚାରିଦେବି କାଳେ ପଚାରେ କାଲି ଦିଦି ପଚାରିଦେବି ଏଇଠି କିଏ ଇଏ ତମ ନାଟା କହୁନ କିଏ ତମେ ବାଡ଼ି ଖେଳ ନା ପଚାରୁଛି ହଁ ଏଇଠି ତମ ନାଲା କଣ ଟିକେ କହିଲ ହଁ ଇଏ କଣ ନା ପଚାରିଲେ ତ ଗାଳି କଲାଣି ପୁଣି ଓଲଟି ମତେ ପଚାରୁଛି ନା ସନା ଏତେ ବାଟକୁ ଯାଆନା କଣ କରିବି ଡାଇରେକ୍ଟ କହ ଦେଖ ଠିକ କହିଛ ଚିହ୍ନା ପଡିଯିବ ଦେଖେଇଦେଲେ ଆଉ ଏଇଠି ଆଜ୍ଞା ମ୍ୟାଡାମ ଆପଣ ଟିକେ ଦେଖେଇଲେ ବାଡ଼ି ଖିଆ ସନା ଆହୁରି ଗାଳି ଲାଣି ଯେମିତି ପଚାରିବା କଥା ପଚାରେ ପଚାରିଲି ପରା ଦେଖେଇବ ବୋଲି କହିଲି କହ ତମେ ଟିକେ ଟେକିଲ ଏ ମ୍ୟାଡାମ ଭୁଲ ହେଇଗଲା ଟିକେ ଟେକିଲ ବାଡ଼ି ଖିଆକୁ ବାହୁଆ ଦେବି ଯାଏ ସନା ସାଦେ ସିଏ କଣ ବାଉଆ ଦବ ବୋଲି କହିଲାଣି ମୁଁ ତତେ କହିଲି ତାହାକୁ କହ ଟେକିବ ବୋଲି ତୁ କହିବୁ ଟେକିବ ତମେ କହୁଛ ଟେକିବାକୁ ମୁଁ କହିଲି ଶାନ୍ତ ଲୋକ ତ କହୁଛନ୍ତି ମୋ ମୁଁ ତାହେଲେ କହିବି ଯା କୁଣ୍ଢେଇବୁ ଇଏ କି କଥା କର ଇଏ ଗୋଟେ ଝିଅ ପିଲାଟା ମୁଁ ତାକୁ କୁଣ୍ଢେଇବି ତାକୁ ପଚାରେ ତମ ଓଢଣାରେ ଟିକେ ଦେଖା ମୁଁ ତମ ମୁଖମଣ୍ଡଳଟା ଟିକେ ଦେଖା ମୁଁ କେଡେ ବୋକାଗିରେ ହଁ ମୁଣ୍ଡ ଛଳା ଗଧ ହଁ ଏଇଠି ମ୍ୟାଡାମ ତମ ଓଢଣାଟା ଟିକେ ଦେଖଉନ ଖୋଲିକି ଚିହ୍ନି ପାରିବ ଟିକେ ଦେଖଉନ ভাবিলে ভাবুছি তবে চাইলে দেখুছি তবে কৌটি লুচিলে তু খোঁজুছি খালি মুতর পাগল হଉଛି ହଁ ଆମେ ସନା ମୋର କଣ ହଉଛି ଐଶ ଲେଖେଣି ହେଇଟା
5-7ଟା 15ଟା ନାଖେ ଛୁଆ ଜନ୍ମ କରେ সোনা ଲମ୍ବା ଆଶୀର୍ବାଦ ଦଉଛି সোনা ଶାନ୍ତି ତୁ ତ ମୂଳରୁ ମାଝ ସିଏ ଆହୁରି 15ଟା ଜନ୍ମ କରିବ ଏ ମୁଁ କିଛି ବୁଝିପାରୁନି সোনা ତୁ ଯାହା କହୁଛୁ ତୁ ଅଙ୍ଗନବାଡି ଦିଦିକି ବାହା ହ ନାଇଁ ନାଇଁ ମୁଁ ଅଙ୍ଗନବାଡି ଦିଦି ବାହା ହେବା ଦରକାର ନାହିଁ 15ଟା ଆଶୀର୍ବାଦ କରୁଛି ମାନେ ତାର ହବ ତାହେଲେ ତୋ ଘରେ ଅଣ୍ଡା ଛତୁଆ ବନ୍ଦ ହବନି ଠିକ କହିଛ ମୂର୍ଖ ମୁଖ୍ୟ ଆଜ୍ଞା ଏଇଠି ଆଜ୍ଞା ୟାକୁ ପଚାରିବେନି ତମେ ତ ଖୋଜୁଥିଲ ନାଇଁ ଖୋଜିବି କିଆ ଆଜି ତ ଧୂପ କାଠି ଲଗେଇକି ପୂଜା କରିବି ଭାବୁଛି ଡାକି ଡାକି ମତେ ତୁମେ ଖାଲି ବାପା ମତେ ତୁମେ ଖାଲି ଯାଇଥିଲି ମୁଇଁ ବାପା ଘର ଚାଲି ଯାଇଥିଲି ମୁଇଁ ବାପା ଘର ଚାଲି ଫେରିଛି ମୁଇଁ ଡାକି ଡାକି ହେଲେ ଜାଣିଛ କଣ ହେଇଛି ବୋଉକୁ ମୋହର ବଡ଼ ବେମାର ବାପାଙ୍କୁ ମୋହର ଟେମ୍ପର ଜର ଯାଇଥିଲି ମୁଇଁ ବାପା ଘର ଚାଲି ଯାଇଥିଲି ମୁଇଁ ବାପା ଘର ଚାଲି ଫେରିଛି ମୁଇଁ ଚିଠି ଦେଇଥିଲା ମୋର ବଡ଼ ପା ଚିଠି ପଢ଼ିଲା ସେ ମିଶ୍ର ଡକା ଯାଇଥିଲି ମୁଇଁ ବାପା ଘର ଚାଲି ଯାଇଥିଲି ମୁଇଁ ବାପା ଘର ଚାଲି ଫେରିଛି ମୁଇଁ ଡାକିଲ ହେଲେ ଜାଣିଛ କଣ ଜାଣିଛ ମୋ ବୋଉକୁ ବଡ଼ ଗୋଟେ କାଣ୍ଡସର ବେମାର ହେଇଥିଲା ଯେ ଏ ଶାନ୍ତି ହଁ ଆ ବୋଉକୁ ବଡ କାଣ୍ଡସର ରୋଗ ହେଇଥିଲା କଣ କଣ ବଡ କାଣ୍ଡସର ରୋଗ ହେଇଥିଲା সোনা ଶାନ୍ତି সেটা ক্যান্সার নয় ক্যান্সার କହିଲା କାଣ୍ଡସର ନା ମୋ କ୍ୟାନେସର ଟା କହିପାରୁନି କହିଲା କାଣ୍ଡସର ଏଇଠି ସତ କଥା କହ କୁଆଡେ ଯାଇଥିଲୁ ବାପା ଘରକୁ ଯାଇଥିଲି ବା ତୋ ଚମଡା ପୁରା ଉତାରି ଦେବି ତାର ବିଶ୍ୱାସ ହଉନି ବିଶ୍ୱାସ ହବ সোনা কান্নাକୁ ଟିକେ ଅନା ଦେଖୁଛୁ ଦେଖୁଛୁ ସେ ଖାଲି ଏକ ପଟିଆ ଅନେଇଛି ତୋତେ ଖାଲି ଜଣେ ନୁହଁ ସେ ଯୋଉ କଙ୍କଣ ବାଲା ନାଇଁ ସେମାନେ କିଛି ଅନୁଭବ ନା ଅନେଇଛନ୍ତି ନା ଦେଖୁନୁ ଦେଖ ଏଇଠି ଏ ଆଲୋ ତ ଚାରି ନାରୀ କିପା ଗଲୁ ବାପ ଘରକୁ ଚାଲି ରଜ କିଲୋ ଆଲୋ ରଜ କିଲୋ ମତେ ପଦେ ଲବ ଚାଲି ଆରେ କରଲା ବେଶୀ ଚାତର ମୁହ ଭାଙ୍ଗି ଦେବି ଢୋବରା ତୋର ରଜ করে ଆରେ ରଜ করে ମୁଖ ପାଟି ତୋର ବନ୍ଦ କର ଶାନ୍ତେ ଶାନ୍ତେ ମୋ সোনা ଶାନ୍ତେ ହଁ ସେ ଯୋଉ ଗରମକୁ କୁଆଡୁ ଏସି ଆଇଲା ଏସି ହଁ ପୁରା ପବନ ଖିଲି ଖିଲି ବାଜୁଛି ପଛ ଆଡୁ ଏଟା ପାଉନି ପାଉନି ତାକୁ ଏସି ପବନ ଦେ ଦଉଛି ଶଳା ଚାପି ଏ ବାଡଉଥିଲା ବୋଧେ ମଦ ନିଶାକୁ ଜଣା ପଡୁନି ମୁଁ ଭାବିଲି ଶଳା ପବନ କୁଆଡୁ ଆଇଲା ବୋଲି ଦେଖିଲା ବେଳକୁ ଏକ ପଟିଆ ପିଟି ଲାଗିଛି ଏଇ ବପା ଘରକୁ ଯିବୁ ମନ ଇଚ୍ଛାରେ ଏ ଗାଁ କାମ କେମିତି ହବ
ए गाँ केमिति काम हम अरे तो बाप देइछि कि थोई पाइटी न कोली खाइबु तू ही रज किलो आलो रज किलो साथे बिरक्त हले रे दही अरे बाप घर गले झियो दो चारी के मन पे होइला कुहा रज करे अरे रज करे तोर पड़ी जाऊ पड़ा बुआ ये शांत हाँ प्रकृत तुम कहवा कथा यही माने ही ताको एत उद्धत करे देले अरे एई माने नुह हाँ? कान्हा हाँ परा छे होई दांत मु देखिनी आउ पूरा तो डालिंब मंजी आउ कम दांत देखाउछ ये मो माई मु हस्ती तो मते पिटुची तमे खाली हसुछ भारी हसिला वाला आउ एठी ए बापा घर जाइथिलु आलो जेबे बापा घर गलु पासी सुआ जाए कि पारो हिलो रज किलो आलो रज किलो ए साड़ी टा काम पाइलो मोर धरम भाई जाइथिल तथा नगर से ही रज करे अरे रज करे तोरी आनिथिल मोह भाई याकू कु बाटरे जगी होनी से तळ ऊपर बा डाहण भीतर बाहर आ कोठी जागा रखुनी ये केड़े ओतालुआ गा सन्ना मु उडे ताଳରେ देबी तू सिना ताଳ ଦଉଛୁ ଆମର ପରା ତାଳ ଦେଖେଇଲା ଲୋକ ସାରେ ठीक कहछ देखिलो हेइटा तो एटी एटी शांत ହଁ मु भी हाँ कंट्री उद्धव छाड़ी भी नहीं नगेई भी पारे आलो धरा पड़ी गलु सही भाई ताकू मोहा प्रसाद दे रज किलो आलो रज किलो तते देइछि साड़ी पिंदे सुनार मधुआ जाति भाई संगे भग्नि करे की प्रीति रज करे अरे रज करे जड़ी जाउछि मोहर छाती बाड़ी आउ आगु पारिबी ସନ୍ନା शांत ये ताଳ ମାନ ଜ୍ଞାନ କିଛି ରଖୁନି ତାଳ ଦେଖିବୁ ତାଳ ଦେଖିବୁ କାହିଁ ତାଳ କାହ୍ନା ସାରେ ଟିକେ ତାଳ ଦେଖେଇଲ हाँ भल भल
ତା ତାଳ ଛିଡ଼ି ସାରିଲାଣି ବୋଧେ ତମ ତାଳ ଛିଡ଼ୁନି ଭଲ ଆଉ ଆରେ ତମେ ଭାବିଛ କ'ଣ ମତେ ଏଠି ପକେଇକି ଯିବ ନା କ'ଣ ଏ ମୁଁ କୋଉ ଗାଁକୁ ମୋ ବନ୍ଧୁବାନ୍ଧବ ଘର ଆଉ ଯାଇପାରିବିନି ଜଣା ପଇଲାଣି ଏଇଠି সোনা ଆକୁ ଆଉ ପାରି ହବନି ଏ ଶାଢ଼ୀଟା ଦେଖିଲି ନାଇଁ ଦେଖିଛି ତ ଯେ ଦେଇଥିବ ତ ଆଉ କହନି ମୁଁ ଜାଣି ସାରିଲିଣି ଏଇଠି ଶୁଣଲ ଚହକ ଚାନ୍ଦି ସାଇ ଭାଇ ମୋର ଛତି ବିବାଦୀ ରଜ କିଲୋ ଆଲ ରଜ କିଲୋ ଘରେ ଦେବେ ଛାମୁଣ୍ଡିଆ ବାନ୍ଧି ତୁ ଏମିତି କିଆ ହଉଛୁ କିଲୋ ଏମିତି କିଆ ରାବଣ ମାରିଲେ ସେହି ସୀତାକୁ ସଙ୍ଗତେ ଆଣି